ରାଙ୍ଗା ଦେହରେ ତୀର ବାଜି ସେ ଗଛରୁ ତଳକୁ ଖସି ପଡ଼ିବା ଦେଖି ରାଜକୁମାରୀ ଚନ୍ଦ୍ରିକା ହତବାକ୍ ହେଇଗଲେ। ଏହି ସମୟରେ କୋଉଠି ଥିଲା ବଣି ଉଡ଼ି ଉଡ଼ି ଆସି ସେଇଠି ପହଞ୍ଚିଲା। କହିଲା, ରାଜକୁମାରୀ, କେତେ ବଡ଼ ଭୁଲ ନକଲ ତମେ ସତରେ। ଯେଉଁ ମାଙ୍କଡ଼ ତମକୁ ଅସାଧ୍ୟ ରୋଗରୁ ଭଲ କରି ନୂଆ ଜୀବନ ଦେଇଥିଲା, ଯେଉଁ ମାଙ୍କଡ଼ ତମକୁ ଏତେ ବଡ଼ ଅଜଗର କବଳରୁ ବଞ୍ଚେଇଥିଲା, ଯେଉଁ ମାଙ୍କଡ଼ ଗଛ ଡାଳରୁ ତମ ବସ୍ତ୍ର ଆଣି ତଳେ ରଖି ତମ ଇଜ୍ଜତକୁ ଗୁରୁତ୍ୱ ଦେଇଥିଲା, ଯେଉଁ ମାଙ୍କଡ଼ ତମ ଚଲା ବାଟରେ ବିଛେଇ ଦେଇଥିଲା ଅଜସ୍ର ଗୋଲାପର ପାଖୁଡ଼ା, ସେଇ ମାଙ୍କଡ଼କୁ ତୀର ମାରିପାରିଲ ତମେ। ଥରି ଉଠିଲା ରାଜକୁମାରୀଙ୍କର ହାତ। ଧନୁ ଆଉ ତୀର ତାଙ୍କ ହାତରୁ ତଳକୁ ଖସି ପଡ଼ିଲା। ସଖୀ ଚଞ୍ଚଳା ଆଉ ସଖୀ ବିଶାଖା ସାଙ୍ଗରେ ଧାଇଁ ଗଲେ ସେ ମାଙ୍କଡ଼ ପାଖକୁ। ରାଙ୍ଗା ଛାତିରେ ତୀର ବାଜି ଧାର ଧାର ହେଇ ରକ୍ତ ବୋହି ଯାଉଥାଏ। ଚଞ୍ଚଳା କହିଲା, ଆହା ଜେମାଦେଇ, କ'ଣ କଲ ତମେ? ବିଚରା ନିରୀହ ମାଙ୍କଡ଼ଟାକୁ ତୀର ମାରି ତଳକୁ ଖସେଇ ଦେଲ। ଏବେ ସେ ବଞ୍ଚିଛି କି ନାହିଁ କେଜାଣି। ରାଜକୁମାରୀଙ୍କ ଆଖିରେ ଭରି ଆସିଲା ଲୁହ। ଅପରାଧୀ ଭଳି ଚଞ୍ଚଳାକୁ ଚାହିଁଲେ ସିଏ। ତାପରେ ଧାଇଁଗଲେ ରାଙ୍ଗା ପାଖକୁ। ନାକ ପାଖରେ ତାର ହାତ ରଖି ନିଶ୍ୱାସ ବାରିବାକୁ ଚେଷ୍ଟା କଲେ। ତାପରେ ଚଞ୍ଚଳାକୁ ଚାହିଁ କହିଲେ, ଚଞ୍ଚଳା, ରାଙ୍ଗା ବଞ୍ଚିଛି। ବଣି ବଞ୍ଚିଛି ରାଙ୍ଗା। ତାର ନିଶ୍ୱାସ ପ୍ରଶ୍ୱାସ ଯିବା ଆସିବା କରୁଛି। ବଣି କହିଲା, ପୋଡ଼ି ଯାଇଥିବା ତିଅଣର ଆଉ ସ୍ୱାଦ କ'ଣ ରାଜକୁମାରୀ? ରାଙ୍ଗା ଛାତିରେ ତୀର ବାଜିଛି ଯେତେବେଳେ, ହୁଏତ ଏବେ ତାର ନିଶ୍ୱାସ ପ୍ରଶ୍ୱାସ ଯିବା ଆସିବା କରୁଥାଇପାରେ, କିନ୍ତୁ ଆଉ ଟିକିଏ ସମୟ ପରେ ସେ ମରିଯିବ ନିଶ୍ଚୟ। ରାଜକୁମାରୀ କହିଲେ, ନାଇଁ ବଣି, ଯିଏ ମୋତେ ଜୀବନ ଦେଇଛି ମୁଁ ତାକୁ ଏତେ ସହଜରେ ମରିଯିବାକୁ ଛାଡ଼ି ଦେଇ ପାରିବିନି। ରାଙ୍ଗା ବଞ୍ଚିବ ବଣି। ରାଙ୍ଗାକୁ ମୁଁ ବଞ୍ଚେଇବି, ମୁଁ। ଏଇଆ କହି ଦୁଇ ସଖୀଙ୍କ ସାହାଯ୍ୟରେ ରାଜକୁମାରୀ ନିଜେ ରାଙ୍ଗାକୁ ଉଠେଇ ଆଣି ରଥରେ ରଖିଲେ। ଆଉ ତାପରେ ସିଧାସଳଖ ଏକ ମୁହାଁଇ ରଥ ଛୁଟେଇ ଦେଲେ ରାଜଭବନ ଆଡ଼େ ସିଏ। ଏଣେ ସୂର୍ଯ୍ୟଲୋକରେ ଭୈରବୀ ଦେବୀଙ୍କ ପଦ୍ମାସନରେ ମନ୍ତ୍ରୀ ପୁଅ ତ ମରିକି ପଡ଼ିଥିଲା। କ'ଣ କରିବେ ବୋଲି ସବୁ ଦେବାଦେବୀମାନେ ପରସ୍ପରକୁ ଚାହାଁ ଚୁହିଁ ହେଲେ। ଶେଷରେ ଯମରାଜ କହିଲେ, ଯାହାର ଆୟୁଷ ପୂରିନି ତାକୁ ତା ଜୀବନ ଫେରେଇ ଦିଆଯାଉ, ଅର୍ଥାତ୍ ମନ୍ତ୍ରୀ ପୁଅକୁ ବଞ୍ଚେଇ ଦିଆଯାଉ। କିନ୍ତୁ ସୂର୍ଯ୍ୟଦେବ କହିଲେ, ସୂର୍ଯ୍ୟାଲୋକରେ ଗୋଟେ ମଣିଷ ବଞ୍ଚିବା ଅସମ୍ଭବ ଯମରାଜ। ତହୁଁ ଯମରାଜ କହିଲେ, ୟା ଛଡ଼ା ଆମ ପାଖରେ ଆଉ କୌଣସି ଉପାୟ ନାହିଁ। କାରଣ ଏ ମନ୍ତ୍ରୀ ପୁଅ ପ୍ରତି ଅନ୍ୟାୟ ହେଇଛି ବୋଲି ଯଦି ବୈକୁଣ୍ଠପୁରରୁ ବିଷ୍ଣୁ ଜାଣିବେ, ତାହେଲେ ଘୋର ଅନର୍ଥ ହେଇଯିବ। ସୂର୍ଯ୍ୟଦେବ ଆଉ କରିବେ ବା କ'ଣ? ଶେଷରେ ବାଧ୍ୟ ହୋଇ ସୂର୍ଯ୍ୟ ଆଲୁଅକୁ ଶୀତଳ କରି ସେଥିରୁ ମେଞ୍ଚାଏ ଆଣି ମନ୍ତ୍ରୀ ପୁଅ ଆଉ ତା ଘୋଡ଼ା ଦେହରେ ବୋଳିଦେଲେ। ଚାହୁଁ ଚାହୁଁ ନିଦରୁ ଉଠିଲା ଭଳି ମନ୍ତ୍ରୀ ପୁଅ ଉଠିକି ବସିଲା। ଦେଖିଲା ସବୁ ଦେବାଦେବୀମାନେ ତାରି ସାମ୍ନାରେ ଠିଆ ହେଇଛନ୍ତି। ମନ୍ତ୍ରୀ ପୁଅ ସମସ୍ତଙ୍କୁ ଜୁହାର ହେଇ କହିଲା, ହେ ଦେବାଦେବୀମାନେ, ମୋତେ ତମମାନେ କାହିଁକି ବଞ୍ଚେଇଲ? ଆଉ ମୁଁ ମରିବାକୁ ଚାହେଁ। ତମେମାନେ ମୋତେ ପୁଣି ଥରେ ମାରିଦିଅ। ଏ କଥା ଶୁଣି ସବୁ ଦେବାଦେବୀମାନେ ଆଶ୍ଚର୍ଯ୍ୟ ହେଲେ। କହିଲେ, ହଇରେ, ମର୍ତ୍ତ୍ୟପୁରର ଯେତକ ମଣିଷ ସମସ୍ତେ ଅମର ହେବାକୁ ଚାହାନ୍ତି, କେହି ମରିବାକୁ ଚାହାନ୍ତିନି। ତୋ ପାଖରୁ ଆଜି ଆମେ ପ୍ରଥମ ଥର ପାଇଁ ନୂଆ କଥା ଶୁଣିବାକୁ ପାଉଛୁ। ତହୁଁ ମନ୍ତ୍ରୀ ପୁଅ କହିଲା, ପ୍ରଭୁ, ମରିବାକୁ କିଏ ବା ଭଲ ପାଏ? କିନ୍ତୁ ମୁଁ ମୋ ଜୀବନର ସବୁ ଖୁସି ହରେଇ ସାରିଲିଣି। କାରଣ ମୋ ସଙ୍ଗାତ ରାଜା ପୁଅ ଆଉ ଜୀବନରେ ନାହିଁ। ତାଙ୍କ ବିନା ମୋର ଏଇ ଜୀବନ ତୁଚ୍ଛ। ତେଣୁ ଯଦି ରାଜା ପୁଅ ବଞ୍ଚିବ ତାହେଲେ ମୁଁ ବଞ୍ଚିବି, ନହେଲେ ମୁଁ ବି ସବୁଦିନ ପାଇଁ ମରିଯିବାକୁ ଚାହେଁ। କୋଠରୀ ଭିତରେ ଖୁବ୍ ଚିନ୍ତାରେ ଠିଆ ହେଇଥାନ୍ତି ରାଜକୁମାରୀ ଚନ୍ଦ୍ରିକା। ତାଙ୍କରି ନିର୍ଦ୍ଦେଶରେ ରାଙ୍ଗାକୁ ଆଣି ତାଙ୍କରି ଶୟନ କକ୍ଷରେ ରଖାଯାଇଛି। ଏ ପର୍ଯ୍ୟନ୍ତ ବି ଚେତା ଫେରିନି ରାଙ୍ଗାର।
ବୈଦ୍ୟ ଆସି ରାଙ୍ଗାର ଛାତିରେ ବିଶଲ୍ୟକରଣୀର ଲେପ ଦେଇ ଯାଇଛନ୍ତି, କିନ୍ତୁ ରାଜକୁମାରୀ ଚନ୍ଦ୍ରିକା ଗମ୍ଭୀର, ମୁହଁରେ ତାଙ୍କର ଟିକିଏ ବି ଖୁସି ନାହିଁ। ପୁରାପୁରି ନିସ୍ତବ୍ଧ ପାଲଟି ଯାଇଛନ୍ତି ଯେମିତି ସିଏ। ଶେଷରେ ମୁହଁ ଖୋଲି ରାଜକୁମାରୀ ପଚାରିଲେ, ଚଞ୍ଚଳା, ଏଥିକୁ ଆଉ କ'ଣ କିଛି ବି ଉପାୟ ନାହିଁ? ଚଞ୍ଚଳା କହିଲା, ନାଇଁ ରାଜକୁମାରୀ, ଜଙ୍ଗଲୀ ଜନ୍ତୁର ତତ୍କ୍ଷଣାତ୍ ମୃତ୍ୟୁ ପାଇଁ ତୀର ମୁନରେ ଯେଉଁ ବିଷ ଲଗାଯାଇଥାଏ, ସେଇ ବିଷର ଜ୍ୱାଳାକୁ ନଷ୍ଟ କରିବା ପାଇଁ ଡହ ଡହ ନିଆଁରେ ଛୁରୀକୁ ତତେଇ ଘା ଉପରେ ଚେଙ୍କ ଦିଆଯାଏ। ତାହେଲେ ଯାଇ ସେ ଜନ୍ତୁ ବଞ୍ଚେ, ନହେଲେ ତାର ମୃତ୍ୟୁ ସୁନିଶ୍ଚିତ। ରାଙ୍ଗାକୁ ବଞ୍ଚାଇବା ପାଇଁ ତାର କ୍ଷତରେ ଆପଣଙ୍କୁ ଏ ଲୁହାର ଚେଙ୍କ ଦେବା ନିହାତି ଜରୁରୀ ରାଜକୁମାରୀ, ଆଉ ସେଇଟା ପୁଣି ଖୁବ୍ ଶୀଘ୍ର, ନହେଲେ ଘା ଯଦି ବାସି ହେଇଯାଏ ତାହେଲେ କଥା ଶେଷ। ଛାତିକୁ ପଥର କଲେ ରାଜକୁମାରୀ ଚନ୍ଦ୍ରିକା। ସଖୀ ବିଶାଖା ଧରିଥିବା ରଡ଼ ନିଆଁର ପାତ୍ରରେ ଛୁରୀକୁ ଭଲ ଭାବରେ ତତେଇଲେ ସିଏ। ଭାବିବା ପାଇଁ ସମୟ ନାହିଁ, କାରଣ ଘା ଯେମିତି ବାସି ନ ହେଇଯାଏ। ମନେ ମନେ ମହାଦେବଙ୍କୁ ସ୍ମରଣ କରି କହିଲେ, ହେ ପ୍ରଭୁ, ମୋ ଜୀବନରେ ଯଦି କିଛି ବି ପୁଣ୍ୟ ଥାଏ, ତାହେଲେ ସେଇ ପୁଣ୍ୟ ବଳରେ ରାଙ୍ଗା ନୂଆ ଜୀବନ ପାଉ। ଏଇଆ କହି ଜଣେ ଅଭିଜ୍ଞ ଚିକିତ୍ସକ ଭଳି ରାଙ୍ଗାର ଛାତିରେ ସିଏ ତତଲା ଛୁରୀର ଦାଗ ବସେଇଲେ। ମନ୍ତ୍ରୀ ପୁଅର ଏ କଥା ସୂର୍ଯ୍ୟଲୋକର ଦେବାଦେବୀଙ୍କ ମଧ୍ୟରେ ଗୋଟେ ଆଲୋଡ଼ନ ଖେଳେଇ ଦେଲା। ସମସ୍ତେ ଯମରାଜଙ୍କ ମୁହଁକୁ ଚାହିଁବାରୁ ଯମରାଜ ବଡ଼ ଗମ୍ଭୀର ହୋଇ କହିଲେ, ଇଏ ଅସମ୍ଭବ, କାରଣ ରାଜା ପୁଅର ଆୟୁଷ ପୁରି ଯାଇଥିଲା। ସେଇ ଡାକୁ ଚେମନଲାଲ ହାତରେ ହିଁ ତାର ମୃତ୍ୟୁ ଲେଖା ଥିଲା, ତେଣୁ ତାରି ହାତରେ ସେ ମଲା। ଗୋଟେ ମୃତ ବ୍ୟକ୍ତିକୁ ପୁଣି ନୂଆ ଜୀବନ ଦେବା ଇଏ ଅସମ୍ଭବ କଥା। ମନ୍ତ୍ରୀ ପୁଅ କହିଲା, ଦେବାଦେବୀ ମାନେ ଚାହିଁଲେ ଦୁନିଆରେ କୌଣସି ବି ଜିନିଷ ଅସମ୍ଭବ ନୁହେଁ। ଆଉ ଯଦି ମୋ ସଙ୍ଗାତକୁ ବଞ୍ଚେଇବା ନିହାତି ଅସମ୍ଭବ, ତାହେଲେ ମୁଁ ବି ବଞ୍ଚିବାକୁ ଚାହୁଁନି, ତମମାନେ ମୋତେ ମାରିଦିଅ। ବଡ଼ ଅଡ଼ୁଆରେ ପଡ଼ିଲେ ସବୁ ଦେବାଦେବୀ ମାନେ। ମନ୍ତ୍ରୀ ପୁଅକୁ ସେମାନେ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ମନ୍ତ୍ରୀ ପୁଅ କୌଣସି କଥାରେ ରାଜି ହେଲାନି। ଶେଷରେ ସବୁ ଦେବାଦେବୀ ମାନେ ଯମରାଜକୁ କହିଲେ, କ'ଣ ଗୋଟେ ବିକଳ୍ପ ଚିନ୍ତା କରନ୍ତୁ ଆପଣ, କାରଣ ଏ କଥା ଯଦି ବୈକୁଣ୍ଠପୁରରେ ଭଗବାନ ବିଷ୍ଣୁ ଜାଣିବାକୁ ପାଇବେ, ତାହେଲେ ସ୍ୱର୍ଗପୁରରେ ବହୁତ ବଡ଼ ଅନର୍ଥ ସୃଷ୍ଟି ହେବ। ତେଣୁ ବହୁତ ଚିନ୍ତା କରିବା ପରେ ଶେଷରେ ଯମରାଜ କହିଲେ, ବଡ଼ କଷ୍ଟରେ ରାଜା ପୁଅର ଜୀବନକୁ ଆଉ ଗୋଟିଏ ବର୍ଷ ପାଇଁ ବଢ଼େଇ ଦିଆଯାଇପାରିବ। ଆଉ ସେଇଟା ପୁଣି ଯଦି ମନ୍ତ୍ରୀ ପୁଅ ସେଇ ଗୋଟିଏ ବର୍ଷ ଆୟୁଷକୁ ତା ନିଜ ଆୟୁଷରୁ ରାଜା ପୁଅକୁ ଦାନ କରିବାକୁ ରାଜି ହେବ, ତାହେଲେ। ମନ୍ତ୍ରୀ ପୁଅ ମନେ ମନେ ଭାବିଲା, ପୁରାପୁରି ମରିଯିବା ଅପେକ୍ଷା ଗୋଟିଏ ବର୍ଷର ଆୟୁଷ ମଧ୍ୟ ମୋ ସଙ୍ଗାତ ପାଇଁ କିଛି କମ୍ ନୁହଁ। କାହିଁକିନା ତାରି ଭିତରେ ମୁଁ ମୋ ସଙ୍ଗାତକୁ 12 ହାତ ଲମ୍ବର ବାଳ ଥିବା ରାଜକୁମାରୀ ଚନ୍ଦ୍ରିକା ସାଙ୍ଗରେ ବାହାଘର କରାଇଦେବି। ଏଇଆ ଭାବି ଯମରାଜଙ୍କ କଥାରେ ମନ୍ତ୍ରୀ ପୁଅ ରାଜି ହେବାରୁ ଶେଷରେ ଯମରାଜ ସୌରାଷ୍ଟ୍ର ଦେଶର ରାଜା ପୁଅକୁ ଜୀବନ ଦେଲେ। ଚାହୁଁ ଚାହୁଁ ସୂର୍ଯ୍ୟପୁରରୁ ଗୋଟାଏ ଜ୍ୟୋତି ଆସି ରାଜା ପୁଅର ଦେହରେ ପଶିଲା। ଆଉ ସୌରାଷ୍ଟ୍ର ଦେଶର ରାଜା ପୁଅ ନିଦରୁ ଉଠିଲା ଭଳି ଝାଡ଼ି ଝୁଡ଼ି ହେଇକିରି ବସିଲା। ସେତେବେଳକୁ ମନ୍ତ୍ରୀ ପୁଅ ତ ଭୈରବୀ ଦେବୀଙ୍କ ପଦ୍ମଫୁଲ ଉପରେ ବସି ପୁଣି ଥରେ ମର୍ତ୍ତ୍ୟପୁରକୁ ଫେରିଆସି ସାରିଥାଏ। ତେଣୁ ରାଜା ପୁଅ ମନ୍ତ୍ରୀ ପୁଅକୁ ଦେଖି କହିଲା, ଓହୋ, ସଙ୍ଗାତେ କେଡ଼େ ବଡ଼ ନିଦରେ ଶୋଇପଡ଼ିଥିଲି ମୁଁ। ମନ୍ତ୍ରୀ ପୁଅ ସବୁ କଥା ଯାକ ମନ ଭିତରେ ଲୁଚେଇ ରଖି ରାଜା ପୁଅକୁ କହିଲା, ଆଉ ତାହେଲେ ଡେରି କରି କିଛି ଲାଭ ନାହିଁ ସଙ୍ଗାତେ, ଶୀଘ୍ର ଚାଲ ମୁକ୍ତାପୁରୀକୁ ଯିବା। ସେଠି 12 ହାତ ଲମ୍ବର ବାଳ ଥିବା ରାଜକୁମାରୀ ଚନ୍ଦ୍ରିକାଙ୍କ ସହିତ ତମର ବାହାଘର କରେଇ ସାରିଲା ପରେ ମୁଁ ଯାଇ ଦାୟିତ୍ୱରୁ ମୁକ୍ତି। ରାଜା ପୁଅ କହିଲା, ସଙ୍ଗାତ ଯିବା ତ ସତ, କିନ୍ତୁ ଯିବା ପୂର୍ବରୁ ତାକୁ ଚେମନଲାଲକୁ ଗୋଟେ ବୁଦ୍ଧି ଶିଖେଇ ଦେଇକି ଯିବା। ଏଣେ ଯଥାବିଧି ରାଙ୍ଗାର ଛାତିରେ ତତଲା ଛୁରୀର ଚେଙ୍କର ଦାଗ ଦେଇ ସାରିଲା ପରେ ବି ଏ ପର୍ଯ୍ୟନ୍ତ ମଧ୍ୟ ରାଙ୍ଗାର ଚେତା ଫେରି ନଥାଏ। ଏକରେ ତ ତୀର ମାଡ଼, ତା ସାଙ୍ଗକୁ ପୁଣି ତତଲା ଛୁରୀର ଚେଙ୍କ,
ମାଙ୍କଡ଼ର ଅବସ୍ଥାକୁ ଆଖିରେ ଦେଖିଲେ ସହି ହେଉନଥାଏ। ଶେଷରେ ରାଜକୁମାରୀ ନିଜେ ରାଙ୍ଗାର ଚିକିତ୍ସାର ଭାର ନେଲେ। ରାତି ଦିନ ଅନିଦ୍ରା ରହି ମାଙ୍କଡ଼ର ସେବା କରିଚାଲିଲେ ସିଏ। ଦିନକର କଥା, ତଥାପି ରାଙ୍ଗାର ଚେତା ଫେରି ନଥାଏ। ରାଜକୁମାରୀଙ୍କର ସେଜ ଉପରେ ସେମିତି ପଡ଼ି ରହିଥାଏ ସିଏ। ସକାଳର ସ୍ନାନ ସାରି ରାଜକୁମାରୀ ଫେରିଲେ କକ୍ଷକୁ। ଦେହରେ ଥାଏ ସ୍ୱଳ୍ପ ବସନ। ଦେଖିଲେ ରାଙ୍ଗା ସେମିତି ଅଚେତ ହୋଇ ପଡ଼ି ରହିଛି। ରାଙ୍ଗାର ଏହି ଅବସ୍ଥା ଦେଖି ରାଜକୁମାରୀଙ୍କ ମନରେ ବଡ଼ ଦୟା ଆସିଲା। ଝରକା ବାହାରକୁ ଚାହିଁ ରହି ମନେ ମନେ ଭଗବାନଙ୍କୁ ଡାକିଲେ, ହେ ପ୍ରଭୁ, ରାଙ୍ଗାକୁ ଭଲ କରିଦିଅ, ନହେଲେ ଗୋଟେ ଉପକାରୀ ଜନ୍ତୁର ଅପକାର କରିଥିବା ଗ୍ଲାନିରେ ଆଜି ମୁଁ ଆତ୍ମହତ୍ୟା କରିବି। ଏହି ସମୟରେ ହଠାତ୍ ଧୀରେ ଧୀରେ ଆଖି ଖୋଲିଲା ରାଙ୍ଗା। ଦେଖିଲା ତା ଆଡ଼କୁ ପଛ କରି ଝରକା ଆଡ଼କୁ ଚାହିଁ ରହି ଠିଆ ହେଇଛନ୍ତି ରାଜକୁମାରୀ ଚନ୍ଦ୍ରିକା। ଏଇ ମାତ୍ର ସାଙ୍ଗେ ସାଙ୍ଗେ ସ୍ନାନ ସାରି ଫେରିଥିବାରୁ ଅଣ୍ଟାଠୁ ଉପରକୁ ଦେହରେ ବସନ ନାହିଁ। ରାଜକୁମାରୀଙ୍କର ଏ ରୂପ ଦେଖି ରାଙ୍ଗାର ଶ୍ୱାସକ୍ରିୟା ଖୁବ୍ ଜୋରେ ବଢ଼ିବାକୁ ଲାଗିଲା। ଏତେ ଜୋର ଜୋର ନିଶ୍ୱାସ ପ୍ରଶ୍ୱାସ କେଉଁଠୁ ଶୁଣାଯାଉଛି ବୋଲି ରାଜକୁମାରୀ ପଛକୁ ଚାହାନ୍ତି ତ ଦେଖିଲେ ଢିମା ଢିମା ଆଖି କରି ତାଙ୍କରି ଆଡ଼କୁ ଚାହିଁ ରହିଛି ରାଙ୍ଗା। ଲାଜରେ ଝାଉଁଳି ପଡ଼ିଲେ ରାଜକୁମାରୀ। ତତ୍କ୍ଷଣାତ୍ ଦୁଇ ହାତରେ ସିଏ ଢାଙ୍କି ଧରିଲେ ନିଜର ବକ୍ଷକୁ। ଜୀବନ ପାଇଲା ରାଙ୍ଗା, ଜୀବନ ପାଇଲା ସୌରାଷ୍ଟ୍ର ଦେଶର ରାଜା ପୁଅ। ସେପଟେ ବ୍ରହ୍ମ ରାକ୍ଷସ ବି ପୋଷାକ ତିଆରି କରିବାରେ ଲାଗି ପଡ଼ିଛି। ଏବେ ଆଗକୁ କ'ଣ ହେବ? କାହାର ହେବେ ରାଜକୁମାରୀ ଚନ୍ଦ୍ରିକା? କିଏ ବଳି ପଡ଼ିବ ଏ କାହାଣୀରେ? ଆଉ କିଏ ଜିତିବ ରାଜକୁମାରୀ ଚନ୍ଦ୍ରିକାଙ୍କର ହୃଦୟ? ରାଙ୍ଗା ସୌରାଷ୍ଟ୍ର ଦେଶର ରାଜା ପୁଅ ନା ବ୍ରହ୍ମ ରାକ୍ଷସ? ଏସବୁର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ମନ ଛୁଆଁ କାହାଣୀ ପ୍ରସ୍ତୁତ ଆପଣମାନଙ୍କର ପ୍ରିୟ ଧାରାବାହିକ ମାଙ୍କଡ଼ ଓ ବ୍ରହ୍ମ ରାକ୍ଷସର 27ତମ ଅଧ୍ୟାୟ। ଏହି ଅଧ୍ୟାୟଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ ଆଉ ସେୟାର କରିବାକୁ ଆଦୌ ଭୁଲିବେନି। ଆଉ ହଁ, ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ତାହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ମାଙ୍କଡ଼ ଓ ବ୍ରହ୍ମ ରାକ୍ଷସର ପ୍ରତ୍ୟେକଟି ଅଧ୍ୟାୟ ଦେଖିବା ସାଙ୍ଗେ ସାଙ୍ଗେ ଆହୁରି ନୂଆ ନୂଆ ମନଛୁଆଁ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ଆପଣ ଏହି ମୁହୂର୍ତ୍ତରେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ। ତାହେଲେ ନୂଆ ଭିଡ଼ିଓ ପୋଷ୍ଟ ହେଲା ମାତ୍ରେ ଆଗେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ଜୟ ଶ୍ରୀରାମ।